କଣ ଲୋକର ସେବା କରୁ ଭାଇ ବାଡେଇବେ ଆମ କେତେ ଦିନ ଗଲେ ଲୁଚୁଛୁ ମୁଁ ଗାଁ ବାଡେଇନି କିଛି ଲୋକର କିଛି କାମ ହଉନି ହେଲେ ବାଡେଇନି କିଏ ଗାଳି କରି ଭାଇକିରି ମୁଁ ଲୁଚୁଛି ଭାଇ ଆଗେ ଡେଲି ପ୍ରତିଦିନ ଗାଁ ଯାଇକି ବସିକି ଲୋକ ସମସ୍ୟା ବୁଝୁଥିଲେ ଗାଁକୁ ବିଶ୍ୱାସ କରୁନ 2 ମାସ 3 ମାସ ହେଲା ପ୍ରତି ଗାଁକୁ ମୁଁ ସବୁବେଳେ ବୁଲି ପାରୁନି ଆଉ ଚାଳ ଘରଟାରେ ଥିବ ସୂର୍ଯ୍ୟ ଚନ୍ଦ୍ର କେଳି କରୁଥିବେ ବାପ ମୋ ଘରଟା କେବେ ହବ କେତେ ଥର ସର୍ଭେ କରି ତମେ ଧରିକି ଗଲନି କେତେ ଥର ଫଟୋ ଉଠେଇଲନି ଘରଟା କେବେ ହବ ବୋଲେ ମୁଁ ତାକୁ ଲାଜ ଲାଗ ଯାଇପାରୁନି ଆଉ କେତେବେଳେ ଇନ୍ଦି ହେଲେ ପଚାରୁଛନ୍ତି ଉଠଉଛୁ କିରେ ଭର୍ତ୍ତି ଦଉଛୁ ଖାଇଦେଇଛୁ ତୁ ଇନ୍ଦି ଅଧେ ଲୋକ କହୁଛନ୍ତି 20 ଥର ମୋ ଘରକୁ ଆଗେ ଆଧାର କାର୍ଡ ମାଗିକି ନଉଛୁ ପେନସନ କରିବି ବୋଲିକିରି କହୁଛନ୍ତି ସେଥିପାଇଁ ଲାଜ ଲାଗୁଛି ଡର ବି ଲାଗୁଛି ଆମେ ଗାଁ ଗାଁ ବୁଲି ପାରୁନୁ ଆମେ ସରପଞ୍ଚ ହେଇକିରି ପୁରା ଅଭିଶପ୍ତ ହେଇଯାଇଛୁ 2022ରୁ 27 ପର୍ଯ୍ୟନ୍ତ ଯୋଉମାନେ ସରପଞ୍ଚ ହେଇଛନ୍ତି ଆମେ ଗୋଟେ ଅଭିଶପ୍ତ ହେଇଛି ଲୋକମାନେ ଆମକୁ କୋଉ ଗାଁରେ ଜୁତା ଧରି ଗୋଡଉଛନ୍ତି କୋଉ ଗାଁରେ ଠେଙ୍ଗା ଧରି ଗୋଡଉଛନ୍ତି କୋଉ ଗାଁରେ ବୁଢୀ ଲୋକଟି କାନ୍ଦି କାନ୍ଦି ଆଇକି ଆମକୁ କହୁଛି ବାପ ତୁ ଯଦି କରିଦଉ ମତେ ଆଶୀର୍ବାଦ ମିଳେ ନା ଅଭିଶାପ ଦଉଛି ଆମକୁ କିନ୍ତୁ ଉପର ବାଲା ଭଗବାନ ଅଛି ତାର ପାଇଁ ଯିଏ ଦାୟୀ ଯିଏ ପ୍ରକୃତ ଘଟଣା ପାଇଁ ଦାୟୀ ଆମମାନଙ୍କୁ ଯୋଉ ମଝିରେ ରଖି ମିଡିଲ ରଖି ଯୋଉ ହଇରାଣ କରୁଛି ଉପର ବାଲା କେବେ ହେଲେ ସହିବନି ନିଶ୍ଚୟ ଭାବେ ତଳିତଳନ୍ତ ହବ ଗୋଟେ ସରକାର ପରିବର୍ତ୍ତନ ହେଇକିରି କେତେ ଦିନ ହେଲାଣି ନୂଆ ପେନସନ ଗୋଟେ ଲୋକର ହେଇପାରୁନି ଲୋକ ହେଇପାରୁଛି କି ଲୋକ ଶହ ଲୋକ ପ୍ରତି ପଞ୍ଚାୟତରେ ଆବେଦନ କରିକି ଅଛନ୍ତି ଅପେକ୍ଷା କରିକିରି ସରକାର ପଚାରିଲେ ହଉଛି ତମ ଡେଥ ଭ୍ୟାକେନ୍ସି କିଏ ମଲେ ତାକୁ ଦିଅ ଆମେ କାହାକୁ ପେନସନ ଦେବା ପାଇଁ ଜଣକୁ ମାରିକି ଜଣକୁ ପେନସନ ଦିଆହବ କି ପେନସନ ପାଇବା ଲୋକ ମଲେ ତାକୁ ପେନସନ ଦବୁ କି ତମର ଇଏ ଅଛି ନା ସରକାରର ନୂଆ ପେନସନ ତମେ ବଜେଟ ରେ ପାସ୍ କରିବ ପେନସନ ଦବ 5 ଲକ୍ଷ କି 2 ଲକ୍ଷ 4 ଲକ୍ଷ ପଞ୍ଚାୟତ 100 ଦବ ସେ ଅନୁସାରେ ସବୁ ସରକାରରେ ହଉଥିଲା 2 ବର୍ଷ ହେଲା ହେଇପାରୁନି ଗୋଟେ କଥା ତାପରେ ଆବାସ ଯୋଜନା ତାପରେ ଶୁଣ ଏଇ ଯୋଉ ପେନସନ ଟାକୁ ସର୍ଭେ କରି ଆମେ ବାହା ହେଇଗଲୁଣୁ ତାଙ୍କେ 6 ମାସକୁ ଥରେ ଯେତେବେଳେ ଲୋକ ବେଶୀ ଅସନ୍ତୁଷ୍ଟ ହେଇକି ପଚାରିବେ ଟାଇମଟାରେ ଏମାନେ ଗୋଟେ ଲିଷ୍ଟ କାଢୁଛନ୍ତି ତାର ଆଧାର ଦିଅ ତାର ପାନ ଦିଅ ତାର ଆକାଉଣ୍ଟ ନମ୍ବର ଦିଅ ଏମିତି କରି ଲିଷ୍ଟ ମାନେ 20 ଥର ପ୍ରତିଥର ଏନକ୍ୱାରି କରିକିରି ତାଙ୍କ ପାଇଁ ଅପଡେଟ ରିପୋର୍ଟ ଦିଆହଉଛି ଲୋକ କଣ ହଉଛନ୍ତି ଗୋଟେ ଥର ଏନକ୍ୱାରି ହେଇକିରି ତା ଘରକୁ ପଳେଇଲେ ତାର ମୋର ସେଠି ଲିଷ୍ଟ ଆଇଛି ମୋର ଭତ୍ତା ହେଇଗଲା ବୋଲି ଭାବୁଛନ୍ତି କିନ୍ତୁ ଏମିତିକା 10 ଥର ଏବେ ଆଉ ଥରେ ଏନକ୍ୱାରି ରିପୋର୍ଟ ମାଗିବା ପାଇଁ ଆଉ ଥରେ ଗୋଟେ ନୋଟିସ କରୁଛନ୍ତି ଲିଷ୍ଟ କାଢୁଛନ୍ତି ଲୋକ ପାଖକୁ ଗଲେ ଚପଲ ଧରି ବାଡେଇବେ ଥରେ 5 ଥର ଏନକ୍ୱାରି କରୁଛ ମୁଁ ତମକୁ ଖାଲି ପଚାରିବି ଭାଇ ତମକୁ ଖାଲି ଖବର ନେବି ମାନେ ତମକୁ ଡାକି ବାରମ୍ବାର ତମ ଭତ୍ତାଟା କରିଦେବି ବୋଲି 20 ଥର ତମ ପାଖକୁ ଯାଇ ଖାଲି କାଗଜ ମାଗୁଥିବି ମତେ କରୁନଥିବି ଲୋକ କି କହିଲେ ସେମିତି ପ୍ରକାର ଚାଲିଛି ଆବାସ ଯୋଜନା କଥା ପ୍ରଧାନମନ୍ତ୍ରୀ ଆବାସ 3 ବର୍ଷ ହେଲା ଗୋଟେ ଲୋକର ବି ହେଇନି ଲୋକକୁ ଡ୍ରାମା କରିକି ସବୁ ଆବେଦନ କର ବୋଲି କୁହାହେଇଗଲା ସେ ଏନକ୍ୱାରି ରିପୋର୍ଟ ଆଜି ପର୍ଯ୍ୟନ୍ତ ହେଇପାରୁନି ଆବାସ ଯୋଜନା କଥା ତ ଏମିତି ସବୁ ଲୋକ ଡାଇରେକ୍ଟ ପଚାରନ୍ତି ସରପଞ୍ଚକୁ ମୋର ଘର କେବେ ହବ ମତେ ଭତ୍ତାଟି କେବେ ମିଳିବ ରୋଡ ରାସ୍ତାଘାଟ କିଏ ପଚାରନ୍ତିନି ସେ ସରକାର ପ୍ରକ୍ରିୟା ଏମିତି ରୋଡ ରାସ୍ତା ପିଡବ୍ଲ୍ୟୁଡି ଆରଡି ଅଛି କରିବ କିନ୍ତୁ ମୌଳିକ ସୁବିଧାଟା କୋଉଠି ଆମେ ଲାଇଟ୍ ଟି ଲଗେଇ ପାରୁନୁ ପଞ୍ଚାୟତରେ ଇଲେକ୍ଟ୍ରିକ ବିଲ୍ ନା ପଞ୍ଚାୟତର ସବୁ ପଇସା ମାନେ ଦାବି ଏବେ ଏଇ ସରକାର 50% ପଞ୍ଚାୟତର 25-26ର ପଇସା ପୁରା ଆଇବା କଥା ମାନେ ଅକ୍ଟୋବରରେ ପଳେଇବା କଥା ଆଜି ପର୍ଯ୍ୟନ୍ତ ଫେବୃଆରୀ ମାର୍ଚ୍ଚ ମାସ ହେଲାନି ପଇସା କୋଉ ପଞ୍ଚାୟତରେ 50% ଅଛି କୋଉ ପଞ୍ଚାୟତ ଟୋଟାଲି ବି ଯାଇନି ପଇସା ସେମାନେ ମାର୍ଚ୍ଚ ଭିତରେ ପଇସା ନ ସରିଲେ 26-27ରେ ବି ପଇସା ଆସିବନି ବୁଝିପାରିଲେ ସେମାନେ ପଇସା ପଠେଇ ନଥିବେ ଲୋକ କାମ କେମିତି କରିବେ ବୁଝିପାରିଲ ଯେତିକି ପଇସା ହେଇଛି ସେତିକି ଇଲେକ୍ଟ୍ରିକ ବିଲ୍ ବାନ୍ଧିକି ଛାଡ଼ିଦିଅ ବୋଲି କହୁଛି ସରକାର ଏଇ ଯୋଉ ପ୍ରେସର କରୁଛି ଟାଟା ବାଲା ଆସିକି ବ୍ଲକରେ ବସି ସବୁ ପିଓ ମାନଙ୍କୁ ଡାକୁଛି ଯେତେ ପଇସା ପଞ୍ଚାୟତ ସବୁ ଇଲେକ୍ଟ୍ରିକ ବିଲ୍ ଦେଇଦିଅ ପଞ୍ଚାୟତ ଡେଭଲପମେଣ୍ଟ କରନ ଆମେ କୋଉଠି ପାଣି ପାଇଁ ଲୋକଙ୍କୁ ଖରା ଦିନ ଆଇଲାଣି ଦବୁନୁ ନା ଷ୍ଟ୍ରିଟ୍ ଲାଇଟ୍ ଦବୁନୁ ମାନେ ବହୁତ ଦୁଃଖରେ ଅଛୁ ମାନେ କିଛି କରିପାରୁନୁ 2 ବର୍ଷ ହେଲା କାହାର ଗୋଟେ ପ୍ରତିଶ୍ରୁତି ପୂରଣ କରୁ ହରିଚନ୍ଦ୍ର ପଇସା ସେ ସରକାର ସାଙ୍ଗେ ସାଙ୍ଗେ ପଳେଇଯାଉଥିବେ ହରିଚନ୍ଦ୍ର ପଇସା ଟୋଟାଲ ଆସିବାକୁ ନାହିଁ ଆଉ କିଏ ମରିଗଲେ ଆମେ ତା ପାଖରେ ଛିଡା ହେଇକି ଦେଇ ଦଉଛୁ ଆଜ୍ଞା କିନ୍ତୁ ହରିଚନ୍ଦ୍ର ପଇସା କେତେ 3,000 ଦବୁ ଆଜ୍ଞା ଆମକୁ ଟଙ୍କା 10,000 ଟଙ୍କା ସରକାର ଦଉଛି ତାହିଁରେ ପୁଣି ଗୋଟେ ଏମଏଲଏ କହିଛି ଆମକୁ 8 ଲକ୍ଷ ଟଙ୍କା ଦେଲେ ଯାଇକି ସମାନ ହବ ବୋଲି କହିଛି ଆସ୍କା ଏମଏଲଏ ଦେଖିଛ ନା ଭାଇ ଶୁଣିଥିଲି ମୁଁ ସରପଞ୍ଚ 10,000 ଟଙ୍କା ଦଉଛି ମରିଲେ ଯାଇଛି ଆମେ ପକେଟରୁ ଦେଇ ଦଉଛୁ କିନ୍ତୁ ସେ ପଇସା ମଧ୍ୟ ଆସୁନି
ଉପରେ କ'ଣ ପଞ୍ଚାୟତରେ କାମ ହବ ଲୋକ ପେନସନ କଥା ଆମେ ବି ଦାବି ଦେଇଛୁ। ଆମେ ଯାଇଥିଲୁ କାଲି ପୁରା ବିକ୍ଷୋଭ ହେଇଛି ମୁଖ୍ୟମନ୍ତ୍ରୀ କି ପଞ୍ଚାୟତ ମିନିଷ୍ଟରକୁ ନିଶ୍ଚିତ ଆମେ ଚେତାବନୀ ଦେଇକି ଯାଇଛୁ। ଯଦି ଦାବି ପୂରଣ ନ ହେଉଛି ଆଗାମୀ ଦିନରେ ପୁରା ଆଇନ ଅମାନ୍ୟ ଆନ୍ଦୋଳନ ହବ ବିଧାନସଭା ଭିତରେ ହଜେଇ ପଶିବୁ ବୋଲି କାଲି ଆମ ସହିତ ଆଲୋଚନା କରୁଛି। ତା ସାଙ୍ଗରେ ପେନସନ କଥା ଆମେ ବି ନିର୍ବାଚିତ ପ୍ରତିନିଧି ସରପଞ୍ଚ MLA MP ମାନେ ମଧ୍ୟ ନିର୍ବାଚିତ ପ୍ରତିନିଧି ବୁଝିପାରିଲେ। ସେମାନେ ପେନସନ ପାଇବେ ଲକ୍ଷ ଲକ୍ଷ ଟଙ୍କା। ଆମେ ମଧ୍ୟ ଗୋଟେ ଗ୍ରାସ ରୋଡରେ ସରପଞ୍ଚ କି ପୂର୍ବତନ ସରପଞ୍ଚ ହେଇଯିବ ଆଉ 6 ମାସ ପରେ ଆମକୁ ମଧ୍ୟ ଲୋକ ପୂର୍ବତନ ସରପଞ୍ଚ ହିସାବରେ କିଏ ବୁଝି କହିବ କିଏ ବାଧ୍ୟ କରିବ ନା ଆଉ ପେନସନ ନେବ। ଆମେ କୋଉଠୁ ପେନସନ ତମେ ଯଦି ଲକ୍ଷେ ନେବ ଆମକୁ 5,000 ବି ଦିଅ କି ଆମେ ପେନସନ ଖାଇବା ପାଇଁ ଚାହୁଁନୁ ତମେ ଦେଶର କି ରାଜ୍ୟର ସ୍ୱାର୍ଥ ପାଇଁ ଚାହୁଁଛୁ ତମେ ପେନସନ ନିଅ ନା ଆମେ ବି ନେବୁନୁ। ଆମର ଦୁଃଖ ଟିକେ ବୁଝ। ଠିକ ଅଛି ଭାଇ ଠିକ ଅଛି। କେତେ ଦୁଃଖରେ କହୁଛୁ ଆମେ କ'ଣ ଲୋକର ସେବା କରୁ ଭାଇ ବାଡେଇବେ ଆମ କେତେ ଦିନ ଗଲେ ଲୁଚୁଛୁ ମୁଁ ଗାଁ ମା ବାଡେଇନି କିଛି ଲୋକର କିଛି କାମ ହଉନି ହେଲେ ବାଡେଇନି କିଏ ଗାଳି କରି ଭାଇକିରି ମୁଁ ଲୁଚୁଛି ଭାଇ ଆଗେ ଡେଲି ପ୍ରତିଦିନ ଗାଁ ଯାଇକି ବସିକି ଲୋକ ସମସ୍ୟା ବୁଝୁଥିଲେ ଗାଁକୁ ବିଶ୍ୱାସ କରୁନ 2 ମାସ 3 ମାସ ହେଲା ପ୍ରତି ଗାଁକୁ ମୁଁ ସବୁବେଳେ ବୁଲି ପାରୁନି ଆଉ ମାନେ ଲାଜ ଲାଗୁଛି। ଗୋଟେ ବୁଢୀ ମାରି କାନ୍ଦି ଯାଇ ପଛରେ ବାପ ମତେ 70 ବର୍ଷ ହେଲାଣି ମୋର ବତା କେବେ କରିଦବୁ ବାପ ବୋଲି ମୋ ମୁଣ୍ଡଟା ଅଣ୍ଡାଳି କହିର କହିଲେ ମୁଁ ତାକୁ କହିବି କି ମୋର ଗୋଟେ ଲୋକମାନେ ଭତ୍ତା ପାଉନାହାନ୍ତି ତାହେଲେ ଗୋଟେ ଲୁକୁଡି ମରିଗଲେ ମା ତୋର କରିବି ବୋଲି ତାକୁ କହିବି କେବେ ନା ମୁଁ ବିରିୟାନୀ ବିକି ଦେଇପାରିବି ଆଉ 500 ସିନା ଦେଇପାରିବି ମା ତୁ ଯା କୋଉଠି ପଣା ପାଣି ପିଇ ଯା ଏଠି ଔଷଧ କରୁ 100 ଟଙ୍କା ସିନା ଦେଇପାରିବି। ଗୋଟେ ଲୁକୁଡି ଆସିବ ଗରିବ ଲୁକୁଡି ଚାଳ ଘରଟାରେ ଥିବ ସୂର୍ଯ୍ୟ ଚନ୍ଦ୍ର କେଳି କରୁଥିବେ ବାପ ମୋ ଘରଟା କେବେ ହବ କେତେ ଥର ସର୍ଭେ କରି ତମେ ଧରିକି ଗଲନି କେତେ ଥର ଫଟୋ ଉଠେଇଲନି ଘରଟା କେବେ ହବ ବୋଲେ ମୁଁ ତାକୁ ଲାଜ ଲାଗୁଛି ଯାଇପାରୁନି। ଆଉ କେତେବେଳେ ଇଣ୍ଡି ହେଲେ ପଚାରୁଛନ୍ତି ଘର ଫଟୋ ଉଠଉଛୁ କିରେ ଘରଟି ଦଉଛି ତୁ ଇନି ଅଧେ ଲୋକ କହୁଛନ୍ତି 20 ଥର ମୋ ଘରକୁ ଆଗେ ଆଧାର କାର୍ଡ ମାଗିକି ନଉଛୁ ପେନସନ କରିବି ବୋଲି କହୁଛନ୍ତି। ସେଥିପାଇଁ ଲାଜ ଲାଗୁଛି ଡର ବି ଲାଗୁଛି ଆମେ ଗାଁ ଗାଁ ବୁଲି ପାରୁନୁ ଆମେ କହିଲି ଆରେ ମୋ ଦୁଃଖଟା ମୁଁ ତମକୁ କହିଲି ଆକ୍ଚୁଆଲି ଘଟଣା ହେଉଛି ଗ୍ରାସ ରୋଡରେ ଏଇଆ ଯଦି ଶୁଣ କଥା ଭାଇ ଯଦି ହଉନି ଆଗାମୀ ଦିନରେ ପଞ୍ଚାୟତ ଇଲେକ୍ସନରେ ସରପଞ୍ଚ ମାନେ ଦେଖେଇଦେବେ କି ସରକାର ମାନେ କ'ଣ ହେଲା ଗୋଟେ ବି ଜିଲ୍ଲା ପରିଷଦ ଆସିବେନି ବିଜେପିର ବିରୋଧରେ ଠିଆ ହେବେ ସବୁ ଛିଡା ହେବେନି ସର୍ବ କିଛି ହେଇନି ଆମେ ସାଧାରଣ ଲୋକଙ୍କୁ ନେଇ ଛିଡା କରିବୁ ଭାଇ ତମେ ଆମକୁ ସରପଞ୍ଚ କରି ଛାଡିଥିଲ ତମେ ଆମର ଗୋଟେ କିଛି କରିପାରିଲୁନୁ ଭାଇ ତମେ ଆସ ମୋ ସହିତ ଲଢିବ ସରକାର ବିରୋଧରେ ତମେ ତ ଭତ୍ତାଟି କରିବ ତମେ ଆପ୍ଲାଏ କରିଥିବ 2 ବର୍ଷ ପରେ ତମେ ଗୋଟେ ପେନସନ ଆମେ ଦେଇପାରିବୁନୁ ବୁଢୀ ମାଡି ଆମକୁ କାନ୍ଦିକି କହୁଥିବ ଆସିବୁନୁ ଆଉ ଚାଷୀଟି ସବୁଆଡେ ଆନ୍ଧ୍ର ଆଡେ ମେଳିଦେଲେ ସିଆଡେ ଛତିଶଗଡ଼ ଆଡେ ମେଳିଦେଲେ ଇଆଡେ ପଶ୍ଚିମବଙ୍ଗ ଆଡେ ମେଳିଦେଲେ ଗାଡି ଯାଇପାରିବ ଧାନ ଗାଡି ଟ୍ରକ୍ ବାହାରକୁ ଯାଇପାରିବ କିନ୍ତୁ ବାହାରୁ ଭିତରକୁ ଯାଇପାରିବନି କି ବ୍ୟବସ୍ଥା ଭାଇ ପ୍ରକୃତ ଧାନଟା କିଏ ପାଉଛି ଭାଇ 800 ଟଙ୍କା ବୋନସଟା କିଏ ପାଉଛି କହିଲା ଆଜି ଡେଟ୍ରେ ବୋନସଟା ପାଉଛି ଦଲା ଯୋଉମାନେ ଯୋଉ ଧାନ ବେପାରୀ ଟାଉଟରି ମାନେ ପାଉଛନ୍ତି 800 ଟଙ୍କା ପ୍ରକୃତ ଚାଷୀଟା ପାଉନି 800 ଟଙ୍କା ପ୍ରକୃତ ଚାଷୀଟା ତା ଧାନଟା ନେଇ 14-15 ଟଙ୍କାରେ ଆନ୍ଧ୍ରା ବେପାରୀକି ଦେଇ ଦଉଛି। ଚାଲ ମୁଁ ତମ ମୋ ଫଟୋ ଭିଡ଼ିଓ ଅଛି ସବୁବେଳେ ଦିଗପହଣ୍ଡ ରୋଡରେ ସେ ଭୁସୁଣ୍ଡା ପାଖରେ 100 ଗାଡି ଲାଇନରେ ଛିଡା ହଉଛି ଟ୍ରାକ୍ଟରରେ ଆନ୍ଧ୍ରା ଗାଡି ହଉଛି ଲୋଡ ହେଇକି ଯାଉଛି ସେଠି ଡହଳ ବିକଲେ 12 ଟଙ୍କା 15 ଟଙ୍କାରେ ଧାନ କାଳେ ନଷ୍ଟ ହେଇଯିବ ବର୍ଷା ହେଇଯିବ ଲୋକ ଚାଷୀମାନେ ବିକୁଛନ୍ତି ମୋ ପାଇଁ ଫଟୋ ଭିଡ଼ିଓ ସବୁ ରଖିଛି ମୁଁ ସେଠି ପ୍ରତିବାଦ ମଧ୍ୟ କରୁଛି ଶୁଣିବାକୁ କିଏ ନାହିଁ ଭାଇ। ଏଇଟା ହଉଛି ପ୍ରକୃତ ସାଧାରଣ ଲୋକ ଗ୍ରାସ ରୋଡର ମାନେ ଦୁଃଖର ବିଷୟଟା ମୁଁ ତମକୁ ଜଣେଇଲି। ଗାଁ ଗାଁ ବୁଲିକି ସର୍ଭେ କର ଯଦି ଏତିକି ହଉନି ଆମେ ଭାଇ ସମସ୍ତେ ସ୍ୱଷ୍ଟବାଦୀ ଲୋକ ଯୋଉଟା ଘଟଣା ଘଟୁଛି ସେ ମୋ ବାପା ହେଇଥିଲେ ମଧ୍ୟ ସେ କ୍ଷମତାରେ ଥିଲେ ମଧ୍ୟ ମୋର ମାଇକିନା ବହିଥିଲେ ମଧ୍ୟ ଆମେ ତାକୁ ପ୍ରତିବାଦ କରିବୁ। ଆମେ ଏଇ ଜିନିଷଟା କରୁଛୁ ବୋଲିକି ଆମେ ସମସ୍ତର ଶତ୍ରୁ କିନ୍ତୁ ସତ୍ୟ ପଛରେ ଆମେ ଲଢିବୁ ଆଜ୍ଞା ଯିଏ ହଉଛି ନା ନ୍ୟାୟ ପଛରେ ଲଢିବୁ ବୁଝିପାରିଲ। ଯିବନି କି ସରପଞ୍ଚ ମାନଙ୍କର ଦୁଃଖ ଆମେ ଲୋକଙ୍କର ଦୁଃଖଟା ଏଇଟା ଲୋକଙ୍କର ଦୁଃଖଟା ସରପଞ୍ଚ ମାନେ ପ୍ରକାଶ କରୁଛୁ ରାଜରାସ୍ତାରେ କାଲି ଦେଖୁଛ ମୁଁ ତ ପଠେଇ ଭୁବନେଶ୍ୱରରେ ରାଜରାସ୍ତାରେ କାଲି 5,000 ସରପଞ୍ଚ ଯାଇକି ହାଟ କରୁଛୁ। ସରକାରକୁ 2 ଘଣ୍ଟା ପର୍ଯ୍ୟନ୍ତ ଆମକୁ ପଞ୍ଚାୟତରାଜ ମନ୍ତ୍ରୀ ପଞ୍ଚାୟତରାଜ ସଚିବ ପଞ୍ଚାୟତରାଜ ଡାଇରେକ୍ଟର ପାନୀୟ ଜଳ ଡାଇରେକ୍ଟର
ସମସ୍ତେ ବସିକି 2 ଘଣ୍ଟା ଖଣ୍ଡେ ପଏଣ୍ଟ ଟୁ ପଏଣ୍ଟ ଡିସ୍କସନ କଲୁ। ଆମେ 7 ଜଣିଆ ଗୋଟେ ପ୍ରତିନିଧି ଯାଇଥିଲୁ ଆଲୋଚନା କରିବାକୁ। ଆମକୁ ଡାକିଲେ ଇଲେକ୍ଟ୍ରିକ ବିଲ୍ ଏବେ ଯେ ଆଇଛି ଅନୁଦାନ 50% ପଠେଇନାହାନ୍ତି କି ପଇସାଟା କାଲି ମତେ ଆମର ପିଓ ଫୋନ କରିଥିଲେ ବ୍ଲକରେ ଟାଟା ବାଲା ଆସିକି ବସିଛି ଆଜ୍ଞା ଯେତିକି ପଇସା ଅଛି ସେତିକି ଛାଡ଼ିଦେବା ପାଇଁ କହୁଛନ୍ତି। ମୁଁ ଭୁଲରେ ଛାଡ଼ିବେନି ପଇସା ଡିଏସ୍ ଟା ମୋ ପାଖରେ ରଖିଛି ମୁଁ ଦେବିନି ବୋଲି କହୁଛି କୁହ। ମୋ ପଞ୍ଚାୟତରେ ବିକାଶ କ'ଣ କରିବି? କିଏ କହୁଛି ଶଳା ପଇସାଟା ଛାଡ଼ିଦିଅ ବୋଲିକି? କାଲି ସକାଳୁ ମୋ ପଞ୍ଚାୟତରେ ପାଣିଟା ଖରାପ ତିଆରି କରିବ କିଏ? ଦେଖ ବ୍ଲକ ଯାଇ ପଚାର, ବିଡିଓ ପଚାର, ସେ ଜିପିଡିଓ ପଚାର, ତମର କେତେ ଟଙ୍କା କମିଶନ ଅଛି? ତମେ ବସିକି ପିଓ ମାନଙ୍କୁ ଡାକିକିରି ଯାହା ପଇସା ଅଛି ପଞ୍ଚାୟତରେ ବାଇଁ ଦିଅ ବୋଲି କହୁଛ। ଆଜି ସକାଳୁ କାଲି ସକାଳୁ ଯଦି ଗୋଟେ ଗାଁରେ ୱାଟର ସପ୍ଲାଇ ଖରାପ ହବ କି କ'ଣ ହବ ମେଣ୍ଟେନାନ୍ସ ଆମେ କରିବୁ କେମିତି? ସରକାର ବି କାଲି ପ୍ରତିଶ୍ରୁତି ଦେଲେ ଇଲେକ୍ଟ୍ରିକ ବିଲ୍ ପାଇଁ କୌଣସି ବି ୱାଟର ସପ୍ଲାଇ କନେକ୍ସନ ଟାଟା ବାଲା କାଟି ପାରିବନି। ଆମେ ମାନେ ସ୍ପଷ୍ଟ ଭାବେ କହିଛୁ। ଯଦି ସେମିତି କିଏ କରୁଛି ତା ନାଁରେ ଏଫଆଇଆର ଦେବ ବୋଲି ଆମକୁ କହିଛନ୍ତି ମନ୍ତ୍ରୀ। ସେଥିପାଇଁ ଟିକେ ଲୋକଙ୍କର ଦୁଃଖ ଟିକେ ବୁଝ ଭାଇ। ମୁଁ ମୋର ପରିପ୍ରକାଶ କରିଥିଲି। ମୁଁ କାହାକୁ କହିବି? ଆଉ ମୁଁ ତମକୁ କହିଦେବି ଓପନରେ। ଆମେ ତ କାଲି ଯାଇକି ହାଟ କରିକି ଆଇଲୁ ଭୁବନେଶ୍ୱରରେ। ଆଇଡିଆ ଆଉ କାହାକୁ କହିବି? ସବୁ ଜିନିଷରେ ସରପଞ୍ଚ ରାତି ପାଇଲେ ସରପଞ୍ଚ ଦ୍ୱାରରେ 20 ଜଣ। ମୋର ଭତ୍ତା ହେଲାନି, ମୋର ଆବାସ ଯୋଜନା ହେଲାନି, ମତେ ହରିଚରଣ ପଇସା ମିଳିଲାନି। ଏଇସବୁ ଜିନିଷ ପାଇଁ ସବୁବେଳେ ଲୋକ ଆସିକି ବସନ୍ତି। ବୁଝିପାରିଲ? ବସିଲା ଭିତରେ ତାର ଉତ୍ତରଦାୟୀ କିଏ? ସରପଞ୍ଚ। କେବେ କିଏ ବିଧାୟକକୁ ସାଂସଦକୁ କିଏ ପଚାରନ୍ତିନି? କିଏ ବିଧାୟକ ପଚାରୁଛି ମୋ ପେନସନ କାହିଁକି ହଉନି? ସରପଞ୍ଚ ବୁଡିକିଟା ମୋର କଲାନି। ଏ ଶଳା ସରପଞ୍ଚ ବୁଡିକିଟା ମୋ ଘରଟା ଦେଲାନି। ସରକାର ଦେଲେ ସିନା ଆମେ ଦଉ ଭାଇ। ଆମେ ଗୋଟେ ବ୍ୟବସ୍ଥା ଭିତରେ ଅଛୁ। ସେଇଟା ଭବିଷ୍ୟତ ହେଇଗଲା ଲୋକମାନଙ୍କ ପାଇଁ। ହଁ ଭାଇ ନିଶ୍ଚୟ ଭାବେ ଭବିଷ୍ୟତ ନେଇକି କ'ଣ ମାନେ ତମକୁ ତ ସବୁ ଦୁଃଖ କହିଲି ଭାଇ। ଗୋଟେ ସରପଞ୍ଚର ଦୁଃଖ କ'ଣ? ଆମେ ସରପଞ୍ଚ ହେଇକିରି ପୁରା ଅଭିଶପ୍ତ ହେଇଯାଇଛୁ। 2022ରୁ 27 ପର୍ଯ୍ୟନ୍ତ ଯୋଉମାନେ ସରପଞ୍ଚ ହେଇଛନ୍ତି ଆମେ ଗୋଟେ ଅଭିଶପ୍ତ ହେଇଛି। ଲୋକମାନେ ଆମକୁ କୋଉ ଗାଁରେ ଜୁତା ଧରି ଗୋଡଉଛନ୍ତି, କୋଉ ଗାଁରେ ଠେଙ୍ଗା ଧରି ଗୋଡଉଛନ୍ତି, କୋଉ ଗାଁରେ ବୁଢୀ ଲୋକଟି କାନ୍ଦି କାନ୍ଦି ଆଇକି ଆମକୁ କହୁଛି ବାପ ତୁ ଯଦି କରିଦବୁ ମତେ ଆଶୀର୍ବାଦ ମିଳିବ ନା ଅଭିଶାପ ଦଉଛି ଆମକୁ। କିନ୍ତୁ ଉପର ବାଲା ଭଗବାନ ଅଛି। ଆର ପାଇଁ ଯିଏ ଦାୟୀ, ଯିଏ ପ୍ରକୃତ ଘଟଣା ପାଇଁ ଦାୟୀ, ଆମମାନଙ୍କୁ ଯୋଉ ମଝିରେ ରଖି ମିଡିଲ ରଖି ଯୋଉ ହଇରାଣ କରୁଛି ଉପର ବାଲା କେବେ ହେଲେ ସହିବନି। ନିଶ୍ଚୟ ଭାବେ ତଳିତଳାନ୍ତ ହବ। ସେ ଯିଏ ହଉଛି ନା ହଉ ଯେଡ ଲୋକ ହଉଛୁ ଯଦି ପ୍ରକୃତରେ ଲୋକର ଉସୁରୁ ପଡିବ ସେ ସରକାର ତଳିତଳାନ୍ତ ହେଇଯିବ ଭାଇ। ହେଲା ଦେଖ ବିଚାର କରି ମୁଁ ସବୁ କହିଦେଲି ତମକୁ। ଆଉ କିଛି ଗୋଟେ କର। ଯାଉ ଡାକ ତମେ ବସିକି ଆଲୋଚନା କରିବା ପାଇଁ ରେଡି ଅଛୁ ଆମେ। ଠିକ ଅଛି। ମୁଁ ସରପଞ୍ଚ ସଂଘ ଗଞ୍ଜାମ ଜିଲ୍ଲା ସଭାପତି ହିସାବରେ ତମକୁ କହୁଛି, ତମକୁ ଆହ୍ୱାନ ଦଉଛି ଆଜି ଯିଏ ବି ଆଉଛି ମୁଁ ତମକୁ ଆହ୍ୱାନ ଦଉଛି ଆଜି। ମୁଁ ମାନେ ପାର୍ଟି କରିବି ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ହିସାବରେ ରାଜ୍ୟ ଉପସଭାପତି ଆହ୍ୱାନ ଦଉଛି ମୋ ସହିତ କିଏ ଆସିକି ବସ। କାଲି ସକାଳୁ ଗୋଟେ ପଞ୍ଚାୟତ ଲେଭେଲରେ ଗୋଟେ ଇମ୍ପ୍ଲିମେଣ୍ଟ ହବ ଗୋଟେ ଯୋଜନା ଗୋଟେ। ସେଠି 5ଟା ଅଭିଜ୍ଞ ସରପଞ୍ଚ ନେଇକି ବସେଇଲେ ହବ। ଶୀତ ତାପ ନିୟନ୍ତ୍ରଣ ଭିତରେ 5 ଜଣ ଅଫିସର ବସିକିରି ପଞ୍ଚାୟତର ବ୍ୟବସ୍ଥାଟାକୁ ତାଙ୍କେ ପଞ୍ଚାୟତରେ କ'ଣ ହବ କାର୍ଯ୍ୟକାରୀ ହବ ସେମାନେ ପ୍ଲାନ୍ କରିବେ। ହବ ବି କେବେ କାର୍ଯ୍ୟକାରୀ? 10ଟା ସରପଞ୍ଚ ନେବେ ରାଜ୍ୟର ବାଛି ସେମାନେ ବସି ପ୍ରକୃତ ଗାଁର ବିକାଶଟା କେମିତି ହବ ସେମାନେ ଜାଣିଛନ୍ତି। ସବୁବେଳେ ଆମେ ଲୋକ ସହିତ ସମ୍ପର୍କ ରଖୁ, ଲୋକ ଆମକୁ ଡାଇରେକ୍ଟ ଆମେ କନେକ୍ସନ ଅଛୁ। ସେଠି ବିଧାୟକ ମନ୍ତ୍ରୀ କି ସଚିବ ବସିକିରି ଗାଁର ଯୋଜନାଟାକୁ କଲେ କେବେ ବି କାର୍ଯ୍ୟକାରୀ ହବନି। ବନ୍ଦ କରି ଯେ ରାମଜି କରି ତାର ସେଇଟା ଭାଇ ଚାଲିବନି। ଏତେ ଅବ୍ୟବସ୍ଥା ହେଇଛି ବ୍ୟବସ୍ଥାଟା। ବହୁତ କଥା ଆଉ କିଛି ଅଛି ଆମେ କଥା ଆଲୋଚନା କରିବା। ମୋର ତ ସବୁ କହିଦେଲି। ତାପରେ ଯାହା ବିଚାର ଭାଇ ଖବର ଉପରେ ନଜର। ହଉ ବିଶ୍ୱାସ କରିଛ କହିଲ ଖବର ଉପରେ ନଜରକୁ ଧନ୍ୟବାଦ। ଦେଖୁଛି କେମିତି ହବ କେମିତି ବିକାଶ କରିବା ଚିନ୍ତା କରୁଛି ମୋ ନଜରକୁ ନେବି ଭାଇ। ହେଲା ହଉ ଭାଇ ରହିଲି ଭାଇ ନମସ୍କାର। ଧନ୍ୟବାଦ ଭାଇ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଜୟ ସରପଞ୍ଚ ସଂଘ।